ହୋଲି ରହିଛି ସୁରକ୍ଷିତ ହୋଲି ପାଳିବା ପାଇଁ କ'ଣ ରହିବ ପରାମର୍ଶ ଦେବେ? ମୋର ତ ପ୍ରଥମେ ସବୁ ଓଡ଼ିଶାବାସୀଙ୍କୁ ମୋର ହୋଲିର ଶୁଭକାମନା। ହୋଲି ଗୋଟେ ରଙ୍ଗର ଉତ୍ସବ, ତେଣୁ ତାକୁ ରଙ୍ଗୀନ ହିସାବରେ ହିଁ ଆମେ ମୌଜ ମଜଲିସରେ ତାକୁ କାଟୁ। କିନ୍ତୁ ପ୍ରୋବ୍ଲେମ କ'ଣ ହୁଏ, ବେଳେବେଳେ ଛୋଟ ଛୋଟ ଅସାବଧାନତା ଯୋଗୁଁ ଆମର ଯେଉଁ ଆଖି କାନ ନାକ ଡ୍ୟାମେଜ ହୁଏ, ସ୍କିନ୍ ଡ୍ୟାମେଜ ହୁଏ ଏବଂ ଆମର ହେଲ୍ଥ ପ୍ରତି ବହୁତ ହାଜାର୍ଡସ୍ ଆସେ। ତେଣୁ ସେଇ ସବୁ ଜିନିଷକୁ ଆମକୁ ଲକ୍ଷ୍ୟ କରିବା ପାଇଁ ପଡ଼ିବ ହୋଲି ଖେଳିଲା ବେଳେ। କୋଉ କୋଉ ରଙ୍ଗ ସାଧାରଣତଃ ଖେଳିବା ଆବଶ୍ୟକ ଏବଂ କ'ଣ ଖେଳିବା କଥା ନୁହଁ? ଯେହେତୁ ଏଇଟା ରଙ୍ଗର ଉତ୍ସବ, ଆମେ ବିଭିନ୍ନ ପ୍ରକାର ରଙ୍ଗ ଲଗେଇଥାଉ। ତେଣୁ ପ୍ରଥମ ଜିନିଷ ଆମକୁ ବୁଝିବା ପାଇଁ ପଡ଼ିବ, ଦୁଇ ପ୍ରକାର ରଙ୍ଗ ଅଛି, ଗୋଟେ ହେଲା ଜୈବିକ ରଙ୍ଗ ଆଉ ଗୋଟେ ହେଲା ରାସାୟନିକ ରଙ୍ଗ। ତେଣୁ ଯେତେ ପାରିବେ ଆପଣ ଅବିର ରଙ୍ଗ ଖେଳନ୍ତୁ ବା ଗୁଣ୍ଡ ରଙ୍ଗ ଖେଳନ୍ତୁ ଏବଂ ସବୁବେଳେ ଜୈବିକ ବା ପ୍ଲାଣ୍ଟ ପ୍ରଡକ୍ଟ ମାନେ ଯେଉଁ ଗଛ ପତ୍ରରୁ ତିଆରି ହେଇଥିବା ରଙ୍ଗ ଖେଳନ୍ତୁ। ରାସାୟନିକ ରଙ୍ଗରେ କ'ଣ ହୁଏ, ଯେଉଁ ଆମେ ଆଗରୁ ସବୁ ମୁଣ୍ଡ ଫଟା ରଙ୍ଗ, ବାର୍ନିଶ କଲର କହୁ କିମ୍ବା ସେଇଭଳିଆ ସବୁ ଯେଉଁ କଲର ଯେଉଁଟା ବେଶୀ ସମୟ ଧରିକି ରୁହେ ମୁଣ୍ଡରେ